ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 44 ଭୁଲି ଯିବା ଶିଖ। ପଣ୍ଡିତ ରାମଲାଲ ପାହାଡ଼ଙ୍କ ମତ ଗ୍ରହଣ ଯୋଗ୍ୟ। ସେ କହିଛନ୍ତି, ତୁମ ମନରେ ଯେବେ ଅନିଷ୍ଟର ଭାବନା ଆସେ ସେତେବେଳେ ତାହାକୁ ଦୂର କରିବା ଓ ଭୁଲିଯିବା ବୁଦ୍ଧିମାନର କାମ ଅଟେ। ଦୁର୍ବଳତା, ଦିନହୀନ ଅବସ୍ଥା, ଭୟ ଓ କଷ୍ଟକୁ ଭୁଲିଯିବା କଠିନ, କିନ୍ତୁ ଈଶ୍ୱରଙ୍କୁ ସ୍ମରଣ କରିବା ସହଜ। ଆମେ କ୍ଷତିର ସହିତ କଳ୍ପିତ ବନ୍ଧନକୁ ଛିଣ୍ଡାଇ ଦେଲେ ଈଶ୍ୱର ଆମକୁ ସାହାଯ୍ୟ କରିବେ। ତାଙ୍କ ଆଡ଼େ ମନ ଲାଗିବା ମାତ୍ରେ ସେ ଅଦ୍ଭୁତ ଓ ଅଦୃଶ୍ୟ ଭାବରେ ସାହାଯ୍ୟ କରିଥାନ୍ତି। ଆମେ ସେ ବିଷୟରେ କିଛି ଜାଣିପାରୁନାହୁଁ। ଆମେରିକାର ଜଣେ ବିଖ୍ୟାତ ଡାକ୍ତର ମେଡିକାଲ ଟକ୍ ନାମକ ପତ୍ରିକାରେ ଲେଖିଛନ୍ତି, ଦୀର୍ଘ କାଳର ଅନୁଭୂତି ଫଳରେ ମୁଁ ଏକ ସିଦ୍ଧାନ୍ତରେ ଉପନୀତ ହେଇଛି ଯେ ଦୁଃଖ ଓ ଚିନ୍ତା ଦୂର କରିବା ପାଇଁ ଭୁଲିଯାଅ ଠାରୁ ବଳି ଅନ୍ୟ କୌଣସି ଔଷଧ ନାହିଁ। ତୁମେ ଯଦି ଶରୀର ଓ ମନର ଆଚରଣରେ ସୁସ୍ଥ ହେବା ପାଇଁ ଇଚ୍ଛା କର, ତେବେ ଅସୁସ୍ଥତାର ସବୁ କଥା ଭୁଲିଯାଅ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।